ସାଙ୍ଗମାନେ ଏ ଶଳା ଟ୍ରମ୍ପ ପୁରା ପାଗଳା ହେଇଗଲାଣି। ପାଗଳା କ'ଣ, ଯାହା ତ ଥିଲା ପୂର୍ବରୁ ଆମ ପ୍ରାଇମ୍ ମିନିଷ୍ଟରଙ୍କର ଫୁଟ୍ ଷ୍ଟେପ୍କୁ ଫଲୋ କରିକି ପ୍ରେସିଡେଣ୍ଟ ହେଇଯାଇଥିଲା। ତାପରେ ପୁଣି ହାରିଗଲା। ତାପରେ ପୁଣି ଥରେ ପ୍ରେସିଡେଣ୍ଟ ହେଲା। ପ୍ରେସିଡେଣ୍ଟ ହେଲା ପରେ ଏବେ ଏମିତି ପାଗଳା ହେଇଯାଇଛି, ଏବେ ପୁରା ଶାନ୍ତି ଦୂତ ସାଜିଛି। କେଉଁଠି କିଏ ବମ୍ ପକେଇଲା ନିଜେ ଠିଆ ହେଇଯାଉଛି, ତାପରେ ବମ୍ ପକେଇ ଦିଅ। ତାପରେ ଯେତେବେଳେ ବମ୍ ପଡ଼ିଯାଉଛି ତାପରେ ବାହାରୁଛି ତା ସପକ୍ଷରେ ତା ସପକ୍ଷରେ। ତମେ ଦୁଇ ଜଣ ଝଗଡ଼ା ଲାଗନି ରେ, ମୁଁ ତୁମମାନଙ୍କୁ ଦୁଇଟାକୁ ଯୋଡ଼ିଦେବି ଆଉ ସାଙ୍ଗସାଥି ହେଇକି ଚଳିବ। ଏ ଶଳାର କିଛି କାମ ନାହିଁ। ପୁଣି ପାକିସ୍ତାନ ଗୋଟେ ଚୁତିଆ କ'ଣ କହୁଛି ନା ଶାନ୍ତି ପୁରସ୍କାର ନୋବେଲ ପ୍ରାଇଜ୍ ମିଳୁ ଟ୍ରମ୍ପକୁ। ଟ୍ରମ୍ପଟା ଏମିତି କ'ଣଟା ଯେ ତାକୁ ଗୋଟେ ନୋବେଲ ପ୍ରାଇଜ୍ ମିଳିବ? ନା ସେ କିଛି ଗୋଟେ ସୋସିଆଲିଟିଷ୍ଟ ନା କିଛି ଗୋଟେ କ'ଣ କରିଛି ଯାହାକି କରନ୍ତା। ଶଳା ଦେଶ ଭିତରେ ଝଗଡ଼ା କରୁଛି, ଅସ୍ତ୍ରଶସ୍ତ୍ର ଦେଉଛି, ଦେଶ ଭିତରେ ମାଡ଼ପିଟି ହେଉଛନ୍ତି, ତାପରେ ମଝିରେ ଗୋଟେ ମୁରବି ହେଇକିରି ରୋଲ୍ କରୁଛି ଶଳା। ସେଇଥିପାଇଁ ତ ତାକୁ ଶଳା ଚୀନକୁ ରୁଷ କେହି ଖାତିର କରୁନାହାନ୍ତି, ତାକୁ କେହି ବାସି ବାଳରେ ପଚାରୁନାହାନ୍ତି। ଏ ଶଳା କେତେଟା ଚୁତିଆ ଦେଶ ଯେଉଁ ଗୁଡ଼ାକ ଅଛନ୍ତି ଶଳା, ସେଗୁଡ଼ାକ କେଉଁ କାମକୁ ନୁହଁ, ସେଗୁଡ଼ାକ ଖାଲି ଟ୍ରମ୍ପ ପଛରେ ଗୋଡ଼େଇଛନ୍ତି, ତା ପାଦକୁ ଟିକେ ଚାଟି ଦେଉଛନ୍ତି। ସାଙ୍ଗମାନେ, ଆପଣମାନଙ୍କ ମତାମତ କ'ଣ? ସତରେ ଟ୍ରମ୍ପ ପାଗଳା ହେଇଯାଇଛି ନା ସେ ଶଳା ଏମିତି ଗୋଟେ ହେଉଛି? ଟିକେ କମେଣ୍ଟ ଦ୍ୱାରା ଜଣେଇବେ ଆପଣଙ୍କ ମତାମତ।